ପାରଳାଖେମୁଣ୍ଡି ଜଗନ୍ନାଥ ମନ୍ଦିରରେ ହୋଲି ଉତ୍ସବ ପାଳିତ। ଭାଇଚାରାର ପର୍ବ ରଙ୍ଗର ପର୍ବ ହୋଲି ବା ଦୋଳ ଉତ୍ସବରେ ପୁରପଲ୍ଲୀରୁ ନେଇ ସହର ସବୁଠି ଉତ୍ସବ ମୁଖର। ରାଧାକୃଷ୍ଣ ଦୋଳ ବିମାନରେ ବିଜେ କରି ଭକ୍ତଙ୍କଠାରୁ ନୈବେଦ୍ୟ ଗ୍ରହଣ କରି ଭକ୍ତଙ୍କୁ ଆଶୀର୍ବାଦ ପ୍ରଦାନ କରୁଛନ୍ତି। ଏହି ଅବସରରେ ପାରଳାଖେମୁଣ୍ଡି ଜଗନ୍ନାଥ ମନ୍ଦିର ଦୋଳ ଉତ୍ସବ ଧୁମଧାମରେ ପାଳନ କରାଯାଉଛି। ଏହି ପର୍ବକୁ ଅତି ଉତ୍ସାହର ସହିତ ପାଳନ କରାଯାଉଛି। ଲୋକଙ୍କ ବିଶ୍ୱାସ ରହିଛି ଏହି ପର୍ବ ପାଳନ କରିବା ଏକ ଭାଇଚାରା ସୃଷ୍ଟି ହେଉଥିବା ବେଳେ ଋତୁ ପରିବର୍ତ୍ତନରେ ଯେଉଁ ରୋଗ ବ୍ୟାଧି ଆସେ ତାହା ରଙ୍ଗ ଖେଳିବା ଦ୍ୱାରା ଦୂର ହେଉଥିବା ବେଳେ ପାପର କ୍ଷୟ ହୋଇଥାଏ। ତେଣୁ ଏହି ପର୍ବକୁ ଅତି ଉତ୍ସାହ ସହକାରେ ପାଳନ କରୁଥିବା ଦେଖିବାକୁ ମିଳିଛି। ଜୟ ଜଗନ୍ନାଥ। ମୋ ନାଁ ବଳରାମ ଅଧିକାରୀ। ଶ୍ରୀ ଠାକୁରଙ୍କର ପଣ୍ଡା। ଆଜି ପବିତ୍ର ଦୋଳ ପୂର୍ଣ୍ଣିମା। ଠାକୁର ଆଜି ଫଗୁ ଖେଳନ୍ତି। ଏଠାରେ ବହୁତ କର୍ମ ଆମର ରହିଥିଲା, ବହୁତ କାର୍ଯ୍ୟ ସରିଲା, ଅନେକ କାର୍ଯ୍ୟ ସରିଲା। ବର୍ତ୍ତମାନ ମଦନ ମୋହନ ବାହାରିବେ, ଯାଇ ପହଞ୍ଚିବେ ଦୋଳ ମଣ୍ଡପରେ। ସେଠାରେ ଚୈତନ୍ୟଙ୍କର ଜନ୍ମ ଉତ୍ସବ ପାଳନ କରାଯାଉଛି। ସେଠାରେ ଅନେକ ଭକ୍ତ ଆସନ୍ତି। ସେଠାରେ ଦୋଳିର ସମାଗମ ରହିଛି। ଠାକୁର ଦୋଳିରେ ବସିବେ, ପଞ୍ଜି ମାଖନ କରାଯିବ। ବହୁତ ଗୁଡ଼ିଏ କାର୍ଯ୍ୟ ସେଠାରେ ବହୁତ ଲୋକ ମାନେ ପାରଳାଖେମୁଣ୍ଡି ନଗର ଆଖପାଖ ଅଞ୍ଚଳର ଅନେକ ଲୋକଙ୍କର ସମାଗମ ହୋଇଥାଏ। ସେଠାରେ ମଧ୍ୟ ଫଗୁ ଖେଳ ହୋଇଥାଏ। ପରିଚୟଟା ଦୁର୍ଗାମାଧବ ପାଣିଗ୍ରାହୀ। ତାର କ'ଣ କହେ ଆଜି ପବିତ୍ର ଦୋଳ ପୂର୍ଣ୍ଣିମା ଅବସରରେ ଆମେ ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ସମସ୍ତ ଜଗନ୍ନାଥ ଭକ୍ତ ଓ ନିର୍ମାଣ ଅଧୀନ ଶ୍ରୀ ଜଗନ୍ନାଥ ମନ୍ଦିରର ସେବା ଦଳର ସମସ୍ତ ସଦସ୍ୟ ଓ ନିର୍ମାଣ କମିଟିର ସମସ୍ତ ସଦସ୍ୟ ଆଜି ପବିତ୍ର ଫଗୁ ଖେଳ ପାଳନ ପାଇଁ ଏକ ମନସ୍ଥ କରି ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ଆମେ ଫଗୁ ଖେଳ ଆରମ୍ଭ କଲୁ। ବଡ଼ ଆଡ଼ମ୍ବର ସହକାରେ ଜଗନ୍ନାଥଙ୍କ ପାଖରେ ପ୍ରଥମେ ଫଗୁ ନେଇ ପୂଜାର୍ଚ୍ଚନା କରି ସମସ୍ତ ଭକ୍ତଙ୍କୁ ଆମେ ଫଗୁ ସମର୍ପଣ କଲୁ ଓ ସବୁ ଭକ୍ତ ଆମକୁ ମଧ୍ୟ ଫଗୁ ଲଗାଇ ଏ କାର୍ଯ୍ୟକୁ ଭବ୍ୟ ଓ ଦିବ୍ୟ କରାଇଦେଲେ। ଶ୍ରୀ ରସିକରାଜ ଶ୍ରୀ ଜଗନ୍ନାଥଙ୍କର ଏକ ଅଭିନବ ଚିନ୍ତାଧାରା ଭିତରେ ଖେଳ ଚାଲିଲା। ଭଗବାନ ତ ଭକ୍ତଙ୍କ ଭଗବାନ, ତେଣୁ ଆଜି ସମସ୍ତେ ଏକାକାର ହୋଇ ଏହି ଫଗୁ ଖେଳକୁ ବଡ଼ ଆଡ଼ମ୍ବର ସହକାରେ ପାଳନ କଲେ। ଜୟ ଜଗନ୍ନାଥ। ମୋ ଲକ୍ଷ୍ମୀନାଥ ମିଶ୍ର, ମୁଁ ବିଶ୍ୱ ପରିଷଦର କାର୍ଯ୍ୟକାରିଣୀ ସଭାପତି। ତାର କ'ଣ କହିବା ଯେ ଦୋଳ ଉତ୍ସବ ଦେଖନ୍ତୁ, ଆଜି ଆମ ସନାତନ ଧର୍ମର ପବିତ୍ର ଦୋଳ ପୂର୍ଣ୍ଣିମା, ଯାହାକି ଆଜି ପ୍ରଭୁ ରାଧାକୃଷ୍ଣଙ୍କର ଖେଳ ହୋଇଥିଲା। ଏହି ପବିତ୍ର ଦିନରେ ଯଦି ଆପଣମାନେ ହୋଲି ଖେଳିବେ ତାହେଲେ ଆମର ଗୋଟେ ଯେଉଁ ଋତୁ ପରିବର୍ତ୍ତନ ହୁଏ, ଋତୁ ପରିବର୍ତ୍ତନ ଆମର ମହାମାରୀ ବସନ୍ତ ସବୁ ଆସେ। ଏହି ପବିତ୍ର ଦିନରେ ଯଦି ଆପଣମାନେ ହୋଲି ଖେଳିବା ଫଳରେ ଆପଣଙ୍କ ବସନ୍ତ ଆସିବନି, ମହାମାରୀ ହେବନି, କୌଣସି ପ୍ରକାର ଆପଣଙ୍କର ଜନ୍ମ ରୋଗ ହେବ ନାହିଁ। ତେଣୁ ମୁଁ ସମସ୍ତ ଭାଇ ବା ସମସ୍ତର ଆମର ହିନ୍ଦୁ ପ୍ରେମୀମାନଙ୍କୁ ଅନୁରୋଧ କରିବି, ସମସ୍ତେ ଭାଇଚାରା ସହିତ ଖେଳନ୍ତୁ, ପ୍ରେମର ସହିତ ଖେଳନ୍ତୁ, ସମସ୍ତ ସହିତ ଖେଳନ୍ତୁ। ଆଉ ଏହି ପବିତ୍ର ଦିନରେ ଖେଳିବା ଫଳରେ ଆପଣଙ୍କର ଅନେକ ତାର ଆଶୀର୍ବାଦ ପାଇବା ସହିତ ଆପଣଙ୍କ ଶରୀର ମଧ୍ୟ ସୁସ୍ଥ ରହିବ। ଏବଂ ଏହି ପବିତ୍ର ଦିନରେ ଆପଣଙ୍କୁ ଅନୁରୋଧ କରିବି, ଆପଣମାନେ କୌଣସି ବିଶୃଙ୍ଖଳା କରନ୍ତୁ ନାହିଁ, ଶାନ୍ତିର ସହିତ ଏହି ପର୍ବକୁ ପାଳନ କରନ୍ତୁ। ନିଶ୍ଚୟ ଭଗବାନଙ୍କ ଆପଣ ସାନିଧ୍ୟ ଲାଭ କରିବେ, ତା ସହିତ ଭଗବାନ ଆଶୀର୍ବାଦ ନେଇ ଆପଣଙ୍କର ନିଶ୍ଚୟ ଭବିଷ୍ୟତ ଉଜ୍ଜଳମୟ ହେବ। ଗଜପତିରୁ ରେଣୁବାଳା ବେହେରାଙ୍କ ରିପୋର୍ଟ, ବିଶ୍ୱ ବିଜୟ ନ୍ୟୁଜ୍ ଓଡ଼ିଶା।